ଛୁଆ ଭଲ କଥା ମନେ ରଖିଛ। ଆଜି ଆଲୋଚନା କରିବା ଲୋଭୀ ଲୋକର ଦରଦ କେତେ ହେଲା, ବା ଲୋଭୀ ଭକ୍ତର ଦରଦ କେତେ। ତମେ ଦେଖିଥିବ ଗୋଟେ ଲୋକ ସବୁ ଗାଁରେ ଥିବେ ନା, ଭିକାରୀକି ଦାନ ଦିଅନ୍ତି। ମାନେ ଭିକାରୀ ଯଦି ଘର ଦୁଆର ମୁଖକୁ ଯିବ, ସେ ମୁଠାଏ କଣ କରନ୍ତି, ଭିକ ଦିଅନ୍ତି ନାହିଁ। କିନ୍ତୁ ଗୋଟେ ଫଙ୍କସନ ହେଲେ ଯଦି ଗାଁରେ ଚାନ୍ଦା ହେଇଥିବ 500 ଟଙ୍କା ନେଖା, ସମସ୍ତେ ସମାନେ ସେ ବାହାଦୁର ଦେଖି 5,000 ଦେଇଦିଅନ୍ତି। କାହିଁକି ନା ନିଜର ଖାତିରି ପାଇଁ, ସେ ନିଜ ସ୍ୱାର୍ଥ ପାଇଁ ସେ କଣ କରୁଛି, ଦାନ କରୁଛି। କିନ୍ତୁ ଭିକାରୀକି ଭିକ ଦିଏ। ଏଠି ମନେ ରଖିଥାଅ, ତାକୁ ଗାଁରେ 5 ଜଣ କି 10 ଜଣ ସମ୍ମାନ ଦେବେ, ତାଙ୍କୁ ଅଧିକ ପଇସା ଦଉଛି। କିନ୍ତୁ ଧର୍ମ ଦରବାରରେ ତାର କିଛି ମହତ୍ଵ ନାହିଁ। କାହିଁକି, କର୍ମକୁ କରି ଆଗୁସାର, ଏ ଅଟେ ପଣ୍ଡିତ ବିଚାର। ତାର କର୍ମ ଠିକ ନଥାଏ, ବୁଝିପାରୁଛ ନା? କର୍ମ କରେନି, ଭିକାରୀକି ଦାନ ଦିଏନି, କିନ୍ତୁ ଗୋଟେ ଫଙ୍କସନ ବେଳକୁ ଅଧିକା ଦିଏ। ସେଟାର ସ୍ୱାର୍ଥ ରଖିକି ସିଏ କଣ କରେ, ଦାନ। ସ୍ୱାର୍ଥ କଣ, ନିଜର ନାଁଟା କେମିତି ସମସ୍ତେ ଜାଣିବେ, ଅମକ ଲୋକ ଏତେ ଟଙ୍କା ଦାନ। ହେଲା, ଯେତିକି ମନେ ରଖିଥାଅ, ଯୋଉ ଭକ୍ତ ବୋଲି ଚିହ୍ନିବ କେମିତି, ମୂଳ ଜିନିଷ ହଉଛି ଯେ ପ୍ରକୃତରେ ବାଦରେ ପ୍ରକୃତରେ ଭକ୍ତ, ତା ପ୍ରତି କିଛି ନହେଲେ ଶ୍ରଦ୍ଧା ଭାବଟା। ଦ୍ୱିତୀୟରେ ତାର ସ୍ୱାର୍ଥ ବୋଲି ଗୋଟେ ଜିନିଷ କିଛି ନଥିବ, କି ଲୋଭାସକ୍ତ ସିଏ ହେଇ ନଥିବ। ବୁଝିପାରୁଛ ନା ବୁଝିପାରୁନି? ଭକ୍ତ ଯିଏ, ତାକୁ ଲୋଭ କେବେ ହେଲେ ଆସକ୍ତ କରିପାରେ ନାହିଁ, ବାନ୍ଧି ପାରେ ନାହିଁ। ଇଆଡେ ହରି ହରି ହଉଥିବ, ସିଆଡେ ଦେଖିଲା ବେଳକୁ ପରର ଅମଙ୍ଗଳ ଚିନ୍ତା କରୁଥିବ। ତାର କଣ ମହତ୍ଵ ଅଛି? ଭକ୍ତ ଯିଏ, ସିଏ ସଦା ସର୍ବଦା ସମାନ। ସେ ଦୁଃଖରେ ଚାତର ହୁଏନି, କି ସୁଖରେ କାତର ହୁଏ। ଦୁଃଖକୁ ସୁଖ ପ୍ରାୟ ହୁଏନି, ହେଲା। ସେ ଦୁଃଖ ଆଇଲେ ସେ ସୁଖ ଭାବିବ, ସୁଖ ଆଇଲେ ବି ସୁଖ ଭାବିବ। ସେ ଦୁଃଖରେ କାତର ହବନି, କି ସୁଖରେ କାତର ହବ। ଯେଉଁ ବ୍ୟକ୍ତିର ସେ ନିଜର ଲୋଭକୁ ତ୍ୟାଗ ନ କରିଛି, ସ୍ୱାର୍ଥକୁ ତ୍ୟାଗ ନ କରିଛି, ସେ ଯଦି ଦେହ ମୁଣ୍ଡରେ ଯଦି ଚନ୍ଦନ ଚର୍ଚ୍ଚିତ ହୁଏ, ତାର କିଛି ମହତ୍ଵ ନାହିଁ। ବୁଝିପାରୁଛ ନା ବୁଝିପାରୁନି? ଏହାରି ଉପରେ ଜଣେ ମହାନ ସାଧୁ ଗୋଟେ ବଢିଆ କଥା କହିଛନ୍ତି, ଧନ୍ୟ ଆରେ କଳିଯୁଗ ଏହି ରୀତି ତୋର, ସ୍ୱାର୍ଥ ଲୋଭୀ ମାନବ ଯେ ହୁଅଇ ନିଷ୍ଠୁର। ଯେଉଁ ବ୍ୟକ୍ତି ସ୍ୱାର୍ଥବାଦୀ, ସିଏ ହଉଛି ନିଷ୍ଠୁର। ଅନ୍ୟର ନିଜର ସ୍ୱାର୍ଥ ସାଧନ ପାଇଁ ଅନ୍ୟର ଜୀବନ ନେବାକୁ ମଧ୍ୟ ପଛେଇବ ନାହିଁ। ହେ କଳିଯୁଗ, ତୋର ହଉଛି ବିଚିତ୍ର ଗୋଟେ କଣ ରୀତି। ସ୍ୱାର୍ଥ ପାଇଁ ଭାଇ ସଙ୍ଗେ ହୁଅଇ ଭଗାରି। କଳିଯୁଗରେ ସାମାନ୍ୟ ସ୍ୱାର୍ଥ ପାଇଁ ଭାଇ ହେଇଯାଉଛି କଣ, ଭାଇର ଭଗାରି। ଅନେକ ଲୋକ ଦେଖୁଥିବ ଭାରି ଜ୍ଞାନ ବଖାଣ କରୁଥିବେ, ରାସ୍ତା ଘାଟଠୁ ପୁରା ଚାରିଆଡେ ଯୋଉଠି ବସିବେ ଖାଲି ଜ୍ଞାନ ବଖାଣ କରିବେ। କିନ୍ତୁ ସେ ଲୋକ କଣ ହେଇଥିବ, ସେ ସବୁବେଳେ ପରର ଅମଙ୍ଗଳ ଚିନ୍ତା କରେ, ନିଜର ଗାରିମାକୁ ରଖିବା ପାଇଁ ଚିନ୍ତା କରେ, ତାହାର କିଛି ମହତ୍ଵ ନଥାଏ। ତ୍ରେତୟା ଯୁଗରେ ମା ତିନିଟି, ବାପା ଜଣେ, ଦେଖିଲ ସେ ଭାଇ ହେଇକି ତାକୁ ଛାଡିକି ରହିପାରିଲେ? ରହିପାରିଲେ କି? ରହିପାରିଲେ। ଦ୍ୱାପର ଯୁଗରେ ମା ହେଲେ କେତେ ଜଣ? ଜଣେ। ବାପା ହେଲେ କେଇ ଜଣ? 5 ଜଣ, ବା କେଇ ଜଣ କହନ୍ତି 4 ଜଣ। ବୁଝି ହଉଛି? କିନ୍ତୁ ସେ କିଏ ତାକୁ ଛାଡିକି ରହିପାରିବେ?
ସମସ୍ତେ ଯୁଧିଷ୍ଠିର କଥାରେ ପରିଚାଳିତ। ଦ୍ୱାପର ଯୁଗରେ ତୃତୀୟ ଯୁଗରେ ରାମଚନ୍ଦ୍ରଙ୍କ କଥାରେ ସମସ୍ତେ ପରିଚାଳିତ। ଏବେ କଳି ଯୁଗରେ ଗୋଟିଏ ବାପା ଗୋଟିଏ ମା ଗର୍ଭରୁ କଣ ଭାଇ ମାନେ କଣ ଜାତ, କିନ୍ତୁ ସେ ପରସ୍ପର କଣ ଅହିନ କୂଳ ସନ୍ତାନ। ସ୍ୱାର୍ଥ ପାଇଁ ଭାଇ ସଙ୍ଗେ ହୁଅଇ ଭଗାରି, ମୁଖ ନ ପଶଇ କେବେ ନାମ ସଦା ହରି। ନିଜର ସ୍ୱାର୍ଥ ପାଇଁକି ସେ ଅନ୍ୟର ଜୀବନ ନେବାକୁ ପଛଉନି। ଭାଇ ସାଙ୍ଗେ ଭାଇ ଭଗାରି ହେଇଯାଉଛି, କିନ୍ତୁ ଟିକେ ହରି ନାମ ନେବାକୁ ତାର ସମୟ ହଉନି। ବୁଝିଲେ? ପ୍ରକୃତରେ କଣ ଗୋଟେ ମାନବ ଜନ୍ମ ପାଇଛେ, ଆମେ କଣ ଖୋଜିବା କଥା? ଶାନ୍ତି। ସମସ୍ତେ ଖୋଜୁଛନ୍ତି କଥା କଣ? ସୁଖ। 5 ତାଲା କୋଠା କରିବୁ, ଗାଡି କରିବୁ, ଘୋଡା କରିବୁ, ବ୍ୟାଙ୍କ ବାଲାନ୍ସ କରିବୁ, ସୁଧ ଇଣ୍ଟରେଷ୍ଟ ନଗେଇବୁ, ନା ନାଇଁ? ଏହା ସବୁ ନୁହଁ ଯୋଗା ଲୋକଙ୍କର ଲକ୍ଷ୍ୟ। କିନ୍ତୁ ପ୍ରକୃତରେ ଲୋକଙ୍କର ଲକ୍ଷ୍ୟ କଣ? ଜୀବନରେ କେମିତି ଶାନ୍ତିଟାକୁ ଅନୁଭବ କରିବା। ଗୋଟେ ଲୋକଙ୍କର 5-7ଟା ଲେଖା ପିଲା ପୁଅ ଥିବେ, କିନ୍ତୁ ବାପା ମାଆକୁ ପଚାରୁନଥିବେ ସେ ପୁଅର ମହତ୍ଵ କଣ ଅଛି, ସେ ଧନର ମହତ୍ଵ କଣ ଅଛି, କିଛି ନାହିଁ। କିନ୍ତୁ ମଣିଷ ଯଦି ଶାନ୍ତି ଚାହେଁ, ତାହେଲେ ତାର ଜୀବନରେ ସେ ସବୁ କିଛି ପାଇପାରେ। ଯଦି ସୁଖ ଖୋଜେ, ସେ ପ୍ରଭୁଙ୍କୁ ପାଇପାରେ ନା, କି ଦୁଃଖରେ ପ୍ରଭୁଙ୍କୁ ପାଇପାରେ ନା। ଦୁଃଖେ ନ ମିଳନ୍ତି ହରି ସୁଖେ ବହୁତ, ଦୁଃଖରେ ପ୍ରଭୁ ମିଳନ୍ତି ନାହିଁ, କି ସୁଖରେ ପ୍ରଭୁ ମିଳନ୍ତି ନାହିଁ। ବିପଦ ପଡ଼ିଲେ ମୁଖେ ହରି ଯେ ଭଜଇ, ସମ୍ପଦ ବେଳେ ହରି ନାମ ପାଶୋଇ। ଗୋଟେ ଲୋକ ଦେଖିବ ତା ଜୀବନରେ ସେ ଠାକୁରଙ୍କୁ ଡାକୁନଥିବ, ଏଇ ଗ୍ରହ ଦଶା ଖରାପ ପଡ଼ିଗଲା, ଆମରି ମାନଙ୍କ ପାଖକୁ ଆସିଲା, ଆମେ କହୁଛୁ ଅମ ପୂଜା କର, ସମ ପୂଜା କର, ବତେଇଦେଲୁ। ଇଏ କଣ କଲା? ରୁଦ୍ରାଭିଷେକ କଲା, କି ଯିଏ ଯାହା ପ୍ରତିକାର କଲା, ସକାଳୁ ଉଠିକି ମନ୍ଦିରକୁ ଗଲା, ଗୋଟେ ଚାଲିଲା। କିନ୍ତୁ ବିପଦ ପଇଲେ କଣ ହଉଛି? ସେ ହରିକି ଡାକେ। ସୁଖ ବେଳେ ସେ ପ୍ରଭୁଙ୍କୁ ଟିକେ ଚିନ୍ତା କରିପାରୁ ନାହିଁ। ସେହିପରି ଜନକୁ ସଦା ଅଟଇ ଜୁହାର, ସେମିତିଆ ଲୋକଙ୍କୁ ଦୂରରୁ ଜୁହାର। କହେ ସତ୍ୟାନନ୍ଦ ଧର୍ମ ଯୁଗ, କହେ ସତ୍ୟାନନ୍ଦ ଧନ୍ୟ ଯୁଗ ଯେ ବିଚାର। ଧନ୍ୟ ଆରେ କଳିଯୁଗ, ତୋର କଣ ଏଇ ବିଚାର? ବୁଝିପାରୁଛ ନା? ଖାଲି ମୋ ଘର, ମୋ ଦ୍ୱାର, ମୋର ସବୁ। ଆରେ ମୋର ସଂସାର କଣ? ମଣିଷ ଚିନ୍ତା କରୁଛି ନିଜ ଶରୀରଟା ନିଜର ନୁହେଁ। ଆମେ ଚାଲି ଯାଉଛୁ, ବାଟରେ ଗାଡି ଧକ୍କା ହେଇଗଲା, ହାତଟା କଟିଗଲା, ଆମକୁ ଯାହାର ହାତ ନାଗିଗଲା ଆମ ଦେହରେ ନାଗୁଛି ନାଗୁଛି। ନିଜ ଶରୀର ନିଜର ନୁହଁ। ତଥାପି ମଣିଷ ଜାଣିପାରୁନି ମୋ ଘର, ମୋ ଦ୍ୱାର, ମୋ ସୁନା, ମୋ ରୂପା, ମୋ ଗାଡି, ମୋ ଘର, ମୋ ପୁଅ, ମୋ ଝୁଅ। ଆରେ ତୋର କି ପୁଅ, ତୋର କି ଝୁଅ? ତୋ ପୁଅ ମରିଗଲେ ତୁ କଣ ବଞ୍ଚେଇକି ରଖିଦେବୁ? ଟିକେ କାନ୍ଦିବୁ, ତାପରେ କେମିତି ପୋଡ଼ି ଦେବୁ କି ପୋତି ଦେବୁ ସେ କଥା ଚିନ୍ତା କରିବୁ, ହଁ କି ନାହିଁ? ସଂସାରରେ କେହି କାହାର ଧର୍ମ ଏକା ସିନା ମହତ ପଣିଆ କହିଲେ ନା। ଜୟ ଜଗନ୍ନାଥ, ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ, ଭୋଲାନନ୍ଦ ଦେବା ହରି।